ଆପଣ ପ୍ରାୟ ଶୁଣୁଥିବେ ସକାଳେ ହେଲେ ହିଁ ଆମେ ପ୍ରାୟ ସମସ୍ତେ ଗୋଟେ ଗୋଟେ ଭଜନ ଶୁଣୁଥାଉ ଏବଂ ଯେଉଁମାନଙ୍କର ଗୀତ ଉପରେ ଟିକେ ରୁଚି ଥାଏ ସେ ଗୀତ ଲେଖିବାର, ଗୀତ ତିଆରି କରିବାର, ଗୀତ ଗାଇବାର ସେମାନେ ସମସ୍ତେ ଭାବୁଥିବେ ଯେ ଆମର ନିଜର ଗୋଟେ ଭଜନ ସଙ୍ଗ୍ ହେଇଥାନ୍ତା କି, ଆମେ ନିଜେ ଗୋଟେ ଭଜନ ସଙ୍ଗ୍ ତିଆରି କରିପାରନ୍ତୁ। କରିହେବ, ଷ୍ଟୁଡ଼ିଓରେ ଯାଇକି କରିହେବ, କିନ୍ତୁ ଗୋଟେ ଗୋଟେ ଭଜନ ସଙ୍ଗ୍କୁ ତିଆରି କରିବା ପାଇଁ ହେଲେ ଆମକୁ ପାଖାପାଖି 5,000 ରୁ 10,000 ଖର୍ଚ୍ଚ ହେଇଯିବ। କିନ୍ତୁ ମୁଁ ଆପଣଙ୍କୁ ଏମିତି ପ୍ରୋସେସ୍ କହିବି, ଆପଣ ନିଜେ ଆପଣଙ୍କ ମୋବାଇଲ ଫୋନ୍ରେ ଗୋଟେ ନିଜର ଜଗନ୍ନାଥଙ୍କର ଭଜନ ସଙ୍ଗ୍ ତିଆରି କରିପାରିବେ ବିଲକୁଲ ଫ୍ରିରେ। ତ ଚାଲନ୍ତୁ ତାର ପ୍ରୋସେସ୍ ମୁଁ ଆପଣଙ୍କୁ କହିବି। ତ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣଙ୍କୁ ରିକ୍ୱେଷ୍ଟ, ଆପଣ ଟେକ୍ ରିୟାନ୍ସ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଦେଖି ସାରିଲା ପରେ ଲାଇକ୍ କରିଦିଅନ୍ତୁ ଏବଂ ସେୟାର ମଧ୍ୟ କରିଦିଅନ୍ତୁ। ଗୋଟେ ଭଜନ ସଙ୍ଗ୍ ତିଆରି କରିବାକୁ ହେଲେ କ'ଣ ଦରକାର? ଭଜନର ଗୋଟେ ଲିରିକ୍ସ ଦରକାର, ଗୀତର ଲେଖା, ଭଜନ ଗୀତର ଲେଖାଟି ଦରକାର। ଯେଉଁମାନେ ଗୀତ ଲେଖନ୍ତି ସେମାନେ ଜାଣିଥିବେ ଯେ ଭଜନ ସଙ୍ଗ୍ ଲେଖିବାକୁ କେତେ କଷ୍ଟ। ଆଲବମ୍ ସଙ୍ଗ୍ର ଲିରିକ୍ସ ଲେଖିବା ଯେତିକି ସହଜ, ଗୋଟେ ଭଜନ ସଙ୍ଗ୍ର ଲିରିକ୍ସ ଲେଖିବା ସେତିକି କଷ୍ଟ। କାହିଁକିନା ଭଜନରେ ଆମକୁ ଯେଉଁ ୱାର୍ଡ଼ ଗୁଡ଼ାକୁ ଦେବାକୁ ପଡ଼େ ସେଗୁଡ଼ାକ ବହୁତ ସାହିତ୍ୟିକ ୱାର୍ଡ଼ ଦେବାକୁ ପଡ଼େ, ମାଇଥୋଲୋଜିକାଲ ଟାଇପ୍ର ୱାର୍ଡ଼ ଆମକୁ ସେଥିରେ ଦେବାକୁ ପଡ଼ିଥାଏ। ଭଜନ ଗୀତର ଲିରିକ୍ସ ସମସ୍ତେ ପ୍ରାୟ ଲେଖି ବି ପାରନ୍ତି ନାହିଁ ଏବଂ ଯେଉଁମାନେ ଲିରିସିଷ୍ଟ, ଯେଉଁମାନେ ଲେଖନ୍ତି ସେମାନେ ଲେଖିଦିଅନ୍ତି। କିନ୍ତୁ ମୁଁ ଆପଣଙ୍କୁ କହିବି ଯେ ନିଜେ କେମିତି ନିଜ ମୋବାଇଲରେ ଗୋଟେ ଭଜନ ସଙ୍ଗ୍ର ଲିରିକ୍ସ କ୍ରିଏଟ୍ କରିପାରିବେ ବା ଲେଖିପାରିବେ। ତ କରିବା କ'ଣ? ଆମକୁ ପ୍ରଥମେ ଭଜନର ଲିରିକ୍ସ ଦରକାର। ତ ଚାଲନ୍ତୁ କେମିତି ଲିରିକ୍ସ ଲେଖିବେ, ଗୋଟେ ନୂଆ ଲିରିକ୍ସ। ସେ ଲିରିକ୍ସ କାହାରି ପାଖରେ ବି ନଥିବ, ତେଣୁ କପିରାଇଟ୍ ବି ଆସିବ ନାହିଁ ଯଦି ସେଇ ଗୀତରେ ଆପଣ, ସେଇ ଲିରିକ୍ସରେ ଯଦି ଆପଣ ଗୀତଟି ତିଆରି କରିବେ। ତ ପ୍ରଥମେ କ'ଣ କରିବା? ମୋବାଇଲ ଫୋନ୍ରେ ଥିବା ଗୁଗୁଲ କ୍ରୋମ୍ ଆପ୍ଲିକେସନକୁ ଅନ୍ କରିବା। ଗୁଗୁଲ କ୍ରୋମ୍ ଆପ୍ଲିକେସନକୁ ଅନ୍ କଲା ପରେ ଏଠି ଯେଉଁ ଆମର ସର୍ଚ୍ଚ ବାର୍ ଅଛି, এই ସର୍ଚ୍ଚ ବାର୍ରେ ଲେଖିଦେବା ଚାଟ୍ ଜିପିଟି। ଚାଟ୍ ଜିପିଟି ଲେଖିଦେଲା ପରେ ଏଇଠି ଦେଖନ୍ତୁ ପ୍ରଥମ ହିଁ ଆମର ୱେବସାଇଟ୍ଟି ଆସିଯିବ। ସେଇ ଚାଟ୍ ଜିପିଟି ଉପରେ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ ସବା ତଳେ ଆସ୍କ ଏନିଥିଙ୍ଗ ଗୋଟେ ଅପସନ୍ ଅଛି, ସେଇ ଆସ୍କ ଏନିଥିଙ୍ଗ ଉପରେ ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଇଠି ଲେଖିବେ ରାଇଟ୍ ଏନ୍ ଓଡ଼ିଆ ଜଗନ୍ନାଥ ଭଜନ ସଙ୍ଗ୍ ଲିରିକ୍ସ। ମୁଁ ଲେଖିଦେଉଛି। ତାପରେ କିୱାର୍ଡସ୍ ଦେବା। ଭଜନରେ ଆମର କେଉଁ କେଉଁ ୱାର୍ଡ଼ ଗୁଡ଼ାକ ବେଶୀ ଲାଗିଥାଏ ସେଇ ଟାଇପ୍ର ୱାର୍ଡ଼ସ୍ ଆମକୁ 4-5ଟା ଦେବାକୁ ହେବ। ଯେମିତି ମୁଁ ଲେଖିଦେଲି କିୱାର୍ଡ଼ସ୍। এই କିୱାର୍ଡ଼ସ୍ ଯେତେବେଳେ ଦେବେ ସେଗୁଡ଼ାକୁ ଓଡ଼ିଆରେ ଲେଖିବେ, ଆପଣ ଓଡ଼ିଆରେ ଟାଇପ୍ କରିବେ। ଯେମିତି ଭଜନରେ ଆମର କ'ଣ ଥାଏ ବେଶୀ? ଜଗନ୍ନାଥଙ୍କ ନାମ ଥାଏ କିମ୍ବା କଳା ଠାକୁର ଥାଏ। ମୁଁ ଲେଖିଦେଉଛି କଳା ଠାକୁର। ତାପରେ ଲେଖିଦେଲି ବଡ଼ଦାଣ୍ଡ, ତାପରେ ଲେଖିଦେଲି ନନ୍ଦିଘୋଷ, କଳା ଠାକୁର, ବଡ଼ଦାଣ୍ଡ, ନନ୍ଦିଘୋଷ, ଶ୍ରୀକ୍ଷେତ୍ର, ଏଇସବୁ ୱାର୍ଡ଼ ଗୁଡ଼ାକ ଭଜନରେ ବେଶୀ ଲାଗିଥାଏ। ତାପରେ ଲେଖିଦେଲି ଶ୍ରୀକ୍ଷେତ୍ର। ଦେଖନ୍ତୁ ଏଇ 4-5ଟି ମୁଁ, ଆପଣ ଅଲଗା ବି ଦେଇପାରିବେ ଯେଉଁଗୁଡ଼ାକରେ ଆପଣ ତିଆରି କରିବେ। ମୁଁ ଆପଣଙ୍କୁ ଗୋଟେ ଜଷ୍ଟ ଟ୍ୟୁଟୋରିଆଲ କରିକି ଦେଖାଇ ଦେଉଛି ଯେ ଲିରିକ୍ସଟି କେମିତି ଆସିବ। ଲେଖି ସାରିଲା ପରେ ଏଠି ଦେଖନ୍ତୁ ଏରୋ ଚିହ୍ନଟି ଅଛି, ଦେଖନ୍ତୁ ଡାହାଣ ସାଇଡ଼୍ରେ, ତା ଉପରେ ଆପଣ ଏଠି କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ କିଛି ସମୟ ଲାଗିବ ଆପଣଙ୍କୁ, ସିଏ ଗୋଟେ ଜଗନ୍ନାଥ ଠାକୁରଙ୍କର ଭଜନର ଲିରିକ୍ସ ସିଏ ଲେଖିକି ସାଙ୍ଗେ ସାଙ୍ଗେ ଆମକୁ ଏଇଠି ଦେଇଦେବ। ଏଠି ଦେଖନ୍ତୁ ସିଏ ବର୍ତ୍ତମାନ ଲିରିକ୍ସଟି ଲେଖୁଛି। ପୁରା ଲିରିକ୍ସଟି ଯେତେବେଳେ ଆସିଯିବ ମୁଁ ଆପଣଙ୍କୁ ପଢ଼ିକି ଶୁଣେଇଦେବି। ଦେଖନ୍ତୁ ଆମକୁ ଭଜନର ଲିରିକ୍ସଟି ସିଏ ଲେଖିକି ଦେଇଦେଲା। ସେ ଲିରିକ୍ସର ଭଜନର ଟାଇଟେଲ୍ ବି ସିଏ ଲେଖିକି ଦେଇଦେଲା କ'ଣ? କଳା ଠାକୁର ଆସନ୍ତି ବଡ଼ ଦାଣ୍ଡରେ। ସୁନ୍ଦର ଟାଇଟେଲ୍ଟି ବି ଦେଇଛି। ତାପରେ ଦେଖନ୍ତୁ ଲିରିକ୍ସଟି କ'ଣ ଲେଖିଛି ସେ ଦେଖନ୍ତୁ। କଳା ଠାକୁର ଆସନ୍ତି ବଡ଼ ଦାଣ୍ଡରେ, ଭକ୍ତ ମନ ହସେ ଆନନ୍ଦ ଧାରାରେ, ନନ୍ଦିଘୋଷ ରଥ ଘୁରେ ଗଜପତି ସହ, ଜୟ ଜଗନ୍ନାଥ ଧ୍ୱନି ଗୁଞ୍ଜେ ଆକାଶରେ। ମାନେ କେତେ ସୁନ୍ଦର ଗୋଟେ ଲିରିକ୍ସ ସିଏ ଲେଖିଦେଲା। ତାପରେ ୟାକୁ କ'ଣ କରିବେ? ତେଣୁ ମୁଖଡ଼ା ବି ଦେଇଛି, ଅନ୍ତରା ବି ଦେଇଛି। ଶ୍ରୀକ୍ଷେତ୍ର ଧାମ ତୋର ଅପାର ମହିମା, ଚକ୍ଷୁ ଭରି ଦେଖେ ତୋର ଦିବ୍ୟ ରୂପା, ଚକ୍ର ଧରି ଥାଅ ତୁମେ ନୀଳାଚଳେ, ଦୁଃଖ ସବୁ ହର ମୋର ଏଇ ଜୀବନରେ। ସୁନ୍ଦର ଗୋଟେ ଭଜନଟି ଲେଖିକି ଦେଇଛି। ତ କ'ଣ କରିବା? ବର୍ତ୍ତମାନ ଏଇ ଲିରିକ୍ସଟିକୁ ଆମେ କପି କରିବା। ପ୍ରଥମରୁ ଆପଣଙ୍କୁ କପି କରିନେବେ। କପି କରିନେଲେ, କପି କରି ନେଇ ସାରିଲା ପରେ ବର୍ତ୍ତମାନ କ'ଣ କରିବେ? ମୁଁ କହିଥିଲି ଏଆଇ ସଙ୍ଗ୍ ତିଆରି କରିବା ପାଇଁ ସୁନୋ ଆପ୍ଲିକେସନ୍ ଗୋଟେ ଅଛି, SUNO।
प्ले स्टोर रु ताको आपण डाउनलोड करनेबे बा इंस्टॉल करनेबे तापर से सुनो एप्लिकेशन को जीवे मोर देखंतु एटा सुनो एप्लिकेशन SUNO सुनो मु सेही सुनो एप्लिकेशन ऊपर एटी क्लिक कली आउ भी बहुत AI एप्लिकेशन अच्छी जो थे आप सॉन्ग तैयारी करेंगे किंतु मु सुनर ये कहूँ सुनटा टे इजी लगे तैयारी करने एवं मु सुनो विषय सब किसी जानी तेणु आपको प्रॉपर्ली बुझे पारि सेम टाइप अलग एप्लिकेशन भी आप करेंगे तो चलतु कौन करवा यही सुनो एप्लिकेशन को ऑन कलापर ये तले देखु गोटे सॉन्ग चिन्हटी अच्छी तापर आप क्लिक करदे सॉन्ग चिन्ह पर क्लिक कलापर ये आम जो इंटरफेस टी आसीगला ये देखो लिरिक्स लिखाई लिरिक्स तले लिखाई एंटार योर ओन लिरिक्स आपको निजर लिरिक्स ये दिंतु जो कॉपी कर आनी ये टैप करके रखिए टैप करके रखला पेस्ट ऑप्शन आसो से पेस्ट ऑप्शन पर आप क्लिक करदे क्लिक कलापर देखो आमर भजन टी ये आसीगला बर्तमान ये आम कौन करवा स्क्रॉल डाउन करवा स्क्रॉल डाउन करके तौक आसवा तापर देखो लिखाई स्टाइल्स माने कौ प्रकार भजन टी आप करेंगे ये लिखिदेवा प्रथम किए माने पुओ पाई तैयारी करेंगे ना झील तैयारी करेंगे झील भयस तैयारी करेंगे ना पुओ भयस तैयारी करेंगे तो मुझे पुओ भयस तैयारी करी जदि झील थी तो आप फीमेल भोकाल लिखिदेवे मुझे जेहेतु पुअर करुँची मु मेल भोकाल कर दूची मेल मेल भोकाल तापर लिखिदेली भजन तापर लिखिदेली जदि लिरिक्स टी हैप्पी मूड टाइप रो अच्छी तो ताको मु हैप्पी लिखिदेली तापरे रिदिम देवा कौन कौन तबला मेनली तबला बेसी थाए तापरे हारमोनियम बेसी थाए भजन दे तापरे ढोलक थाए तापरे अपन जो जिनस सब थाए ऑर्गन देदेली मु फ्लूट देदेली बस यहाँ देकर बर्तमान कौन करी डाण साइड देखो AI चिन्ह गोटे अच्छी से AI चिन्ह उपर आप क्लिक करदे क्लिक कलापर सी से भजन प्रॉम्प्ट टी आमको लिखिक देखो ये देदेला तापर कौन करवा ये एड ए सॉन्ग टाइटल सॉन्ग रो टाइटल आमर कौन थिला मु देखै दी बड़ ठाकुर मुझे खाली एमती लिखी दूसरी मतलब जानापी नाम देदेली हो गला लिरिक्स देदेलु गीतर स्टाइल केमी बाहर देदेलु तापर ये तले जो क्रिएट चिन्हटी अच्छी से क्रिएट चिन्ह पर आप क्लिक करदे क्लिक करदेला देखिए सांगे सांग गोटे आपन को म्यूजिक सहित म्यूजिक एड करिकी दुईटी गीत से आमको सांगे सांग क्रिएट करके देदेव देखो दुईटी गीत आसीगला आपन गीत को ये शुणी पारे आपड़ ए चारि थर आमको फ्री दे थाए चारि थर आप ट्राए करेंगे जदि आप गीत पसंद आसला पुणी आउ थे ट्राए करेंगे एमती चारि थर करेंगे माने 2 2 4 2 6 2 8टी गीत गोटे दिन में आप करेंगे स्वर 8टी गीतर स्वर करेंगे तो चलतु जो गीत दुईटी आसीगला से आपको शुणी दूची बजेकी कड़ा ठाकुर आसंती बड़ दांडरे भक्त मन हसे आनंद धारे नंदी घोष रथ घुरे गजपति सह जय जगन्नाथ ध्वनि गुंजे आकाशरे एटा प्रथम गीतटी शुणीदेली तापर चालतु द्वितीय गीतटी भी शुणिबा
ଆସନ୍ତି ବଡ଼ ଦାଣ୍ଡରେ ଭକ୍ତ ମନ ହସେ ଆନନ୍ଦ ଧାରାରେ ନନ୍ଦୀ ଘୋଷ ରଥ ଘୁରେ ଗଜପତି ସହ ଜୟ ଜଗନ୍ନାଥ ଧ୍ୱନି ଗୁଞ୍ଜେ ଆକାଶରେ। ଦେଖନ୍ତୁ ଏଇଟା ଗୋଟେ ସ୍ୱର, ଏମିତି ଆପଣ ଆଉ ବି 3 ଥର ଟ୍ରାଏ କରିପାରିବେ, ଅଲଗା ଅଲଗା ସ୍ୱରରେ ସେ ଦେଇଦେବ, ଷ୍ଟାଇଲ୍ ବି ଆପଣ ଚେଞ୍ଜ କରିପାରିବେ। ତ ଏମିତି ଭାବରେ ଆପଣ ଫ୍ରିରେ ଗୋଟେ ଭଜନ ସଙ୍ଗ୍ ନିଜ ମୋବାଇଲରେ ତିଆରି କରିପାରିବେ। ବର୍ତ୍ତମାନ ୟାକୁ ଆପଣ ଡାଉନଲୋଡ୍ କେମିତି କରିବେ ଦେଖନ୍ତୁ। ଯେଉଁ ଏଇ ଗୀତ ଯେଉଁ 2ଟି ଆସିଗଲା, ପ୍ରଥମ ଗୀତରେ ମୁଁ ଟ୍ୟାପ୍ କଲି। ଡାଉନଲୋଡ୍ କରିବାକୁ ହେଲେ କ'ଣ କରିବେ, ଉପରେ ଯେଉଁ 2ଟି ଗୀତ ଅଛି ସେଇ ଗୀତ ଉପରେ ଗୋଟେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ପ୍ଲେ ହେଇଗଲା। ସେ ଯେଉଁ ଜାଗାରେ ପ୍ଲେ ହେଉଛି ଆପଣ ଏଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ତଳେ ଯେଉଁ ଦେଖନ୍ତୁ 3ଟି ଡଟ୍ ଅଛି ସବା ତଳେ ଡାହାଣ ସାଇଡ଼୍ରେ, ତା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଡାଉନଲୋଡ୍ ଅପସନ୍ଟି ଆପଣଙ୍କ ସବା ତଳେ ଦେଖନ୍ତୁ ଡାଉନଲୋଡ୍ ଅପସନ୍ଟି ଅଛି, ତା ଉପରେ ଆପଣ ଏଠି ଟ୍ୟାପ୍ କରିବେ। ଟ୍ୟାପ୍ କଲା ପରେ ଏଠି ଦେଖନ୍ତୁ ଡାଉନଲୋଡ୍ ଏନିୱେ ଅପସନ୍ଟି ଅଛି, ସେଇ ଡାଉନଲୋଡ୍ ଏନିୱେ ଅପସନ୍ ଉପରେ ଆପଣ ଏଠି କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ସେ ଆପଣଙ୍କ ମୋବାଇଲରେ ଥିବା ଗୋଟେ ଫୋଲ୍ଡରକୁ ସିଲେକ୍ଟ କରିନେବ। ଏଠି ଦେଖନ୍ତୁ ବଡ଼ ଠାକୁର ମୁଁ ଲେଖିଥିଲି, ଟାଇଟଲ୍ ବି ଏଠି ସେଭ୍ ହେଇଗଲା, ସିଲେକ୍ଟ ହେଇଗଲା। ତାପରେ ଡାହାଣ ସାଇଡ଼୍ରେ ଯେଉଁ ସେଭ୍ ଚିହ୍ନଟି ଅଛି ତା ଉପରେ ଆପଣ ଏଠି ସେଭ୍ କରିଦେବେ। ଦେଖିବେ ଗୀତଟି ଆପଣଙ୍କର ମୋବାଇଲ ଫୋନ୍ରେ ଥିବା ଫୋଲ୍ଡରରେ ବା ମେମୋରିରେ ସେଇଟା ଡାଉନଲୋଡ୍ ହେଇକି ରହିଗଲା। ତ ଚାଲନ୍ତୁ ମୁଁ ସେଇଟା ଆପଣଙ୍କୁ ଶୁଣେଇ ଦେଉଛି ଡାଉନଲୋଡ୍ ହେଲା କି ନାହିଁ। ଏଇଟା ଦେଖନ୍ତୁ ଫାଇଲ୍ ମ୍ୟାନେଜରକୁ ଗଲି, ଫାଇଲ୍ ମ୍ୟାନେଜରକୁ ଗଲା ପରେ ଏଠି ମ୍ୟୁଜିକ୍ ସେକ୍ସନକୁ ଗଲି। ମ୍ୟୁଜିକ୍ ସେକ୍ସନକୁ ଗଲା ପରେ ଦେଖନ୍ତୁ ବଡ଼ ଠାକୁରେ ଗୀତଟି ଏଇଟା ଉପରେ ଦେଖନ୍ତୁ ଗୀତଟି ଏଠି ଡାଉନଲୋଡ୍ ହେଇଗଲା। ଆପଣଙ୍କୁ ଶୁଣେଇବି ମୁଁ ଦେଉଛି, ଏଠି ଦେଖନ୍ତୁ। ଧାରାରେ ନନ୍ଦୀ ଘୋଷ ରଥ ଘୁରେ ଗଜପତି ସହ ଜୟ ଜଗନ୍ନାଥ ଧ୍ୱନି ଗୁଞ୍ଜେ। ତ ସେମିତି ସେକେଣ୍ଡ ଗୀତକେ ବି ଆପଣ ଡାଉନଲୋଡ୍ କରିପାରିବେ। ତ ଏହିପରି ଭାବରେ ନିଜ ମୋବାଇଲ ଫୋନ୍ରେ ନିଜର ଗୋଟିଏ ନୂଆ ଶ୍ରୀ ଜଗନ୍ନାଥ ଠାକୁରଙ୍କର ଭଜନ ମୋବାଇଲରେ ତିଆରି କରିପାରିବେ ମ୍ୟୁଜିକ୍ ସହିତ, ଏବଂ ତାକୁ ଆପଣ ଯେକୌଣସି ସୋସିଆଲ ପ୍ଲାଟଫର୍ମରେ ତାକୁ ଆପଣ ଅପଲୋଡ଼ କରିପାରିବେ। ଏଥିରେ ଆପଣ କପିରାଇଟ୍ ବି ଆସିବ ନାହିଁ। ତ ଆଜି ବି ଏତିକି, ପୁଣି ଥରେ ଆପଣଙ୍କ ସହିତ ଅନ୍ୟ ଏକ ଟେକ୍ନିକାଲ ଭିଡ଼ିଓ ଦେଖା ହେବ। ନମସ୍କାର, ବନ୍ଦେ ଉତ୍କଳ ଜନନୀ।